ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳର ଏକ ମାଓ ଡମ୍ପରୁ ବିପୁଳ ବିସ୍ଫୋରକ ଜବତ ନେଇ ପୋଲିସ ପକ୍ଷରୁ ସୂଚନା। ଏନେଇ ଆଜି ଅର୍ଥାତ୍ ଶନିବାର ଅପରାହ୍ନ ପ୍ରାୟ 1 ଘଟିକା ସମୟରେ ପୋଲିସ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ରଘୁବାରୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ଏକ ମାଓ ଡମ୍ପରୁ ବିପୁଳ ବିସ୍ଫୋରକ ଜବତ କରିଛି ପୋଲିସ। ସିଆର୍ପିଏଫ୍, ଡିବିଏଫ୍ ଓ ଏସ୍ଓଜି ଯବାନଙ୍କ ମିଳିତ କୋମିଂ ଅପରେସନ୍ ବେଳେ ଏହିସବୁ ମାଓ ସାମଗ୍ରୀ ଜବତ କରାଯାଇଛି। ପୂର୍ବରୁ ଆତ୍ମସମର୍ପଣ କରିଥିବା ହାର୍ଡକୋର ମାଓବାଦୀଙ୍କ ସୂଚନାକୁ ଆଧାର କରି ରଘୁବାରୀ ଅଞ୍ଚଳରେ ଡମ୍ପ ଚିହ୍ନଟ କରାଯାଇଥିଲା। ଏହି ମାଓ ଡମ୍ପରୁ ପୁଲିସ ଗୋଟିଏ ଷ୍ଟେନ୍ ଗନ୍, ଗୋଟିଏ ରାଇଫଲ, କଣ୍ଟ୍ରିମେଡ୍ ଗନ୍, 37ଟି ଅଫୁଟା ଗୁଳି, 3ଟି ମ୍ୟାଗାଜିନ୍, ଗନ୍ ପାଉଡର ଓ 12 ବଣ୍ଡଲ କରଡେକ୍ସ ତାର ଜବତ କରିଛି। ସେହିପରି ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟ ସାମଗ୍ରୀ ସହ କିଛି ବହିକୁ ମଧ୍ୟ ଜବତ କରାଯାଇଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଏସ୍ପି ରାଜ ପ୍ରସାଦ। ଗତ 2025 ମସିହା ଜାନୁଆରୀ ମାସଠାରୁ 2026 ମାର୍ଚ୍ଚ ସୁଦ୍ଧା ରାୟଗଡ଼ା ପୋଲିସ ନିକଟରେ 16 ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିଲେ। ତେବେ ସେମାନଙ୍କ ସୂଚନା ଅନୁଯାୟୀ ଜିଲ୍ଲାର ବିଭିନ୍ନ ସ୍ପର୍ଶକାତର ଅଞ୍ଚଳରେ ଚଢ଼ାଉ ଅଭିଯାନ ଜାରି ରହିଥିବା ଏସ୍ପି ସୂଚନା ଦେଇଛନ୍ତି। ତେବେ ଜିଲ୍ଲାରେ ବର୍ତ୍ତମାନ ମାଓବାଦୀଙ୍କ କୌଣସି ଗତିବିଧି ନଥିବା ବେଳେ ଜିଲ୍ଲା ସମ୍ପୂର୍ଣ୍ଣ ମାଓମୁକ୍ତ ବୋଲି ଏସ୍ପି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି।